ଯଦି ଆପଣଙ୍କ ପାଖରେ ଚାଉଳ କାର୍ଡ଼ ନାହିଁ ତାହେଲେ ଏ ଭିଡ଼ିଓଟିକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଆଦେଶକ୍ରମେ ଜାତୀୟ ଇ ଶ୍ରମ ପୋର୍ଟାଲ ପଞ୍ଜୀକୃତ ହୋଇଥିବା ଯୋଗ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ଆସନ୍ତା 4 ସପ୍ତାହ ମଧ୍ୟରେ ଏହା କ'ଣ କହୁଛନ୍ତି ଆପଣ ଭଲ ଭାବରେ ଶୁଣିଥିବେ। ଆଉ ଯଦି ଆପଣ ଚାଉଳ କାର୍ଡ଼ ନାହିଁ ଆପଣମାନଙ୍କର କିମ୍ବା ଚାଉଳ କାର୍ଡ଼ ଆପଣ ଫ୍ୟାମିଲି ଅଲଗା କରିବାକୁ ଚାହୁଁଛନ୍ତି, ଆପଣ ବାହାରେ ରହୁଛନ୍ତି, ତାହେଲେ ଆପଣ ଇ ଶ୍ରମ କାର୍ଡ଼ ଯଦି ଆପଣ ବନେଇ ନାହାନ୍ତି ତାହେଲେ ନିହାତି ବନେଇ ଦିଅନ୍ତୁ। ଇ ଶ୍ରମ କାର୍ଡ଼ର ଆପଣ ଯାଞ୍ଚ ହେବ। ହଁ ଆଜ୍ଞା, ଇ ଶ୍ରମ କାର୍ଡ଼ ଯଦି ଆପଣ ବନେଇବାକୁ ଚାହୁଁଛନ୍ତି ତାହେଲେ ଆପଣ ଇ ଶ୍ରମ ପୋର୍ଟାଲ ଯାଇକି ଆପଣ ଇ ଶ୍ରମ କାର୍ଡ଼ ବନାନ୍ତୁ ଏବଂ ଆପଣ ସେଠି ଲେଖିବେ ମାଇଗ୍ରାଣ୍ଟ ଲେବର। ଯଦି ଆପଣ ବାହାରେ ରହିକି କାମ କରୁଛନ୍ତି ତାହେଲେ ନିହାତି ଲେଖିବେ ମାଇଗ୍ରାଣ୍ଟ ଲେବର। ଲେଖିବା ଦ୍ୱାରା ଦେଖିପାରୁଥିବେ ଏଠି ନ୍ୟୁ ସ୍କିମ୍ ଫର୍ ଆପ୍ଲାଇ ରେସନ୍ କାର୍ଡ଼ ମାଇଗ୍ରାଣ୍ଟ ଲେବର ଅଛି ୱାର୍କର ସେମାନଙ୍କ ପାଇଁ ଚାଉଳ କାର୍ଡ଼ ହୋଇପାରିବ। ଆଉ ଅନ୍ୟ ଲୋକମାନଙ୍କର ବି ଚାଉଳ କାର୍ଡ଼ ହୋଇପାରିବ। ଅନ୍ୟ ଲୋକମାନଙ୍କର କେମିତି ହେବ? ଯଦି ଆପଣ ମୂଳରୁ ଚାଉଳ କାର୍ଡ଼ ହେଇନାହିଁ ତାହେଲେ ସେମାନଙ୍କର ହୋଇପାରିବ। ଆଉ ଯଦି କୌଣସି ଚାଉଳ କାର୍ଡ଼ ଜାଗାରେ ଆପଣଙ୍କର ନାଁ ଅଛି କିମ୍ବା ଆପଣଙ୍କ ଫ୍ୟାମିଲିର ନାଁ ଅଛି ତାହେଲେ ଆପଣଙ୍କର ଚାଉଳ କାର୍ଡ଼ ହେବାଟା ବହୁତ କଷ୍ଟ। ବର୍ତ୍ତମାନ ନୂଆ ନିୟମ ସରକାର କରିଛନ୍ତି। ସେ ଚାଉଳ କାର୍ଡ଼ ବିଷୟରେ ବହୁତ ଯାଞ୍ଚ ହେବ। ଆଉ ଯାହାର ଚାଉଳ କାର୍ଡ଼ ଅଛି ଏବଂ ସେ ଧନୀ ଶ୍ରେଣୀର ଲୋକ, ତା'ର ଗାଡ଼ି ଅଛି, 4 ଚକିଆ ଗାଡ଼ି ଅଛି, ତା'ର ବି ଚାଉଳ କାର୍ଡ଼ ବହୁତ ଶୀଘ୍ର କଟିଯିବ। ଦେଖିପାରୁଥିବେ ଏଠି କେମିତି ମାଇଗ୍ରାଣ୍ଟ ଲେବରମାନଙ୍କର ଲେଟର୍ ହେଇଛି। ଚାଲନ୍ତୁ ଜାଣିବା କେମିତି ଅନଲାଇନ୍ ମାଧ୍ୟମରେ ଆପଣ ଚାଉଳ କାର୍ଡ଼ ଆପ୍ଲାଏ କରିବେ। ଏବଂ ଏହିପରି ସାଇଟ୍କୁ ପଳେଇ ଆସିବେ, ସିଟିଜେନ୍ ସର୍ଭିସ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ଏହିପରି ଆପଣମାନଙ୍କ ପେଜ୍ ଦେଖାଇବ। ତାପରେ NFA-SA ଅଛି ଯେଉଁ, ତାପରେ ଅଛି ଆପ୍ଲାଏ ନ୍ୟୁ କାର୍ଡ଼ ଉପରେ ଆପଣ କ୍ଲିକ୍ କରିପାରିବେ। କ୍ଲିକ୍ କରିବେ, ଆପଣ ଯାହା ଯାହା ଅଛି ତା ଡିଟେଲ୍ସ ଆପଣ ଫିଲ୍ଅପ୍ କରିବେ। ଏଠି ସବୁ ରୋଗ ଅଛି। ଆପଣଙ୍କ ଯଦି ଏଠି ଆଡ଼ିସନାଲ୍ ମେମ୍ବର ଯୋଡ଼ିପାରିବେ ଏବଂ ମେମ୍ବର ଡିଲିଟ୍ କରିପାରିବେ। ନ୍ୟୁ ଆପ୍ଲାଏ ଉପରେ କ୍ଲିକ୍ କରିବେ। ତାପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ପେଜ୍ ଦେଖାଇଲା ପରେ ଆପଣ ଏଠି ଡିଟେଲ୍ସ ଭରିବେ, ନେକ୍ସଟ କରିକି ଯିବେ। କରିଗଲା ପରେ ଲାଷ୍ଟରେ ଅଛି ଆପଣଙ୍କ ସବମିଟ୍ ଅପସନ୍ ଆସିବ, ସବମିଟ୍ କରିଦେବେ, ଆପଣଙ୍କର ଚାଉଳ କାର୍ଡ଼ ହେଇଯିବ। ଜୟ ଜଗନ୍ନାଥ।